ହାଏ ହ୍ୟାଲୋ ଜୟ ଜଗନ୍ନାଥ ସାଙ୍ଗମାନେ ଆପଣମାନେ କେମିତି ଅଛନ୍ତି? ଆଶା କରିବି ନିହାତି ଭାବରେ ଭଲ ଥିବେ। ତ ମୁଁ ଆସିଛି କୋଣାର୍କ ମନ୍ଦିର ବୁଲିବାକୁ। ଦେଖିପାରୁଥିବେ ଆମର ଫ୍ୟାମିଲି ଆସିଛୁ। ତ ଆମ ବାବୁ ଟିକେ ହାଇ ହାଇ କରିଦେଉଥିଲେ, ଦେଖୁଥିବେ ନିହାତି ଭାବରେ। ତ ଚାଲନ୍ତୁ ବୁଲିବା କୋଣାର୍କ ମନ୍ଦିର। ତ ସର୍ବପ୍ରଥମେ ଆସି ଆମେ ଟିକେଟ୍ କରିଥିଲୁ। ଟିକେଟ୍ କଲା ପରେ ଚାଲନ୍ତୁ ଯିବା ଗେଟ୍କୁ ଦେଖିବା କ'ଣ ତାଙ୍କର ସିଷ୍ଟମ୍ ଅଛି, ସେ ଅନୁସାରେ ଆମେ ବି ଯିବା। ଠିକ୍ ଅଛି। ତ ଧୀରେ ଧୀରେ ଆଗକୁ ଆମେ ଆସିଲୁ। ଆସି ପାଖାପାଖି ଗେଟ୍ ପହଞ୍ଚିଗଲୁଣି। ତ ଆସି ପହଞ୍ଚି ଯାଇଥିଲୁ ଫାଇନାଲି ଗେଟ୍ରେ। ଚାଲନ୍ତୁ ଗେଟ୍ରେ ଟିକେଟ୍ ଦେଖେଇ ଆମେ ଭିତରକୁ ଯିବା। ଗେଟ୍ରୁ ପାସ୍ କରି ଆସିଲୁ। ମନ୍ଦିର ପ୍ରଥମ ଗେଟ୍ ପାଇଲୁ। ଏଠି ଦେଖୁଥିବେ ଆମର ପିଲାମାନେ ଫଟୋ ଉଠାଉଛନ୍ତି। ମୁଁ ବି ଫଟୋ ଉଠାଇବାକୁ ଚାହିଁବି। ତ ଫଟୋ ଉଠା ସରିଲା ପରେ ଆମେ ଭିତରକୁ ଯାଇଥିଲୁ। ନିହାତି ଭାବରେ ଦେଖାଇଦେବି ଆପଣମାନଙ୍କୁ ମନ୍ଦିର ଚାରିପାଖ ବୁଲି। ଆପଣମାନେ ତ ନିହାତି ଭାବରେ ଆସିଥିବେ, ଦେଖିଥିବେ, ତଥାପି ଆଶା କରିବି ମୁଁ ଭିଡ଼ିଓଟି କରିଥିବା ଆପଣମାନଙ୍କୁ ମନକୁ ଛୁଇଁବ ଏବଂ ଭଲ ପାଇବା ବି ଦେବେ ବୋଲି ଆଶା କରିବି। ତ ଚାଲନ୍ତୁ ବୁଲିବା ଆହୁରି ଆଗକୁ। ଦେଖୁଥିବେ କେତେ ମାତ୍ରାରେ ଲୋକ ଅଛନ୍ତି। ବହୁତ ଲୋକ ହେଇଛନ୍ତି, ଭଲ ଲାଗୁଛି ଅବଶ୍ୟ। ଅନେକ ଲୋକ ଯେଉଁଠି ଥାଆନ୍ତି ଗହଳିରେ ଅନେକ ମଜା ଲାଗିଥାଏ ଏବଂ ଭଲ ବି ଲାଗିଥାଏ। କିଛି ନ ହଉ ପଛେ ଲୋକ ବିଭିନ୍ନ ଆଡ଼ୁ ବିଭିନ୍ନ ପ୍ରକାରର ଲୋକ ଥାଆନ୍ତି। ତାଙ୍କୁ ଦେଖି ମନ ଟିକେ ଖୁସି ହେଇଯାଇଥାଏ। ନା କ'ଣ କହୁଛନ୍ତି ଭାଇମାନେ? ଠିକ୍ କହିଲି ତ? ଯାହା ବି ହେଇଥାଉ, ଚାଲନ୍ତୁ ଆମେ ଆଗକୁ ଆଉ କ'ଣ ଅଛି ନିହାତି ଭାବରେ ଦେଖିବା। ଏବଂ ମନ୍ଦିର ବିଷୟରେ ତ ମୁଁ ଏତେ କିଛି ଜାଣିନାହିଁ, ତଥାପି ମୁଁ ବିଶେଷ ଅଧିକ କିଛି କହିବି ନାହିଁ, କାହିଁକିନା ଏତେ ଜ୍ଞାନ ନାହିଁ ମୋର। ତ ଏଇଠି ଆସି ପହଞ୍ଚିଥିଲୁ। ଯେତିକି ମୁଁ ଜାଣିଛି ଏଇଟା ବୋଧେ ଗର୍ଭଗୃହ। ଏହା ଭିତରେ କ'ଣ ଅଛନ୍ତି ଟିକେ ଦେଖିଦେବା ଏବଂ ଦର୍ଶନ ବି କରିଦେବା। ଦର୍ଶନ କରିସାରିଛୁ। ଏବେ ଆମେ ଚାଲନ୍ତୁ ଆହୁରି ଆଗକୁ ଯିବା। ମନ୍ଦିରର ଚତୁଃପାର୍ଶ୍ୱରେ କ'ଣ ଅଛି ନିହାତି ଭାବରେ ଦେଖିବା। ଦେଖନ୍ତୁ ଏଇ ଟାଇପ୍ର କିଛି ରହିଛି। ଲୋକେ ବୁଲାବୁଲି କରୁଛନ୍ତି, ତ ଆମେ ବି ବୁଲି ଦେଖୁଛୁ। ଠିକ୍ ଅଛି, ଭିଡ଼ିଓଟି ବେଶୀ ଲମ୍ବା କରିବା ନାହିଁ। ଭିଡ଼ିଓଟି ଏତିକିରେ ରଖିବା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଆପଣମାନଙ୍କୁ ଲାଇକ୍ କମେଣ୍ଟ କରିବାକୁ ଭୁଲିବେ ନାହିଁ ସାଙ୍ଗମାନେ। ଜୟ ଜଗନ୍ନାଥ।